ଆଉ ଗୋଟେ କଥା, ଆପଣ ଘରଟାକୁ ଆପଣ କରିଛନ୍ତି, ଆଶ୍ରମଟାକୁ କିଏ କରିଛି, ସବୁ ଜିନିଷ ଦେଖିଲେ କିଏ ଆକୁ ଗୋଟେ କରିଛି। ଏ ସୃଷ୍ଟିକି ଦେଖିଲେ ଏ ସୃଷ୍ଟିକି ତ ପୁଣି କିଏ ଜଣେ ଗଢ଼ିଛି, ସେ ହେଉଛନ୍ତି ସ୍ରଷ୍ଟା ବା ଅଦୃଷ୍ଟ ବା ଅନସିନ୍। ତେଣୁ ଦେଖନ୍ତୁ, ହିନ୍ଦୁ କହୁଛନ୍ତି ଈଶ୍ୱର ଅଛନ୍ତି, ମୁସଲମାନ କହୁଛନ୍ତି ଈଶ୍ୱର ଅଛନ୍ତି, ଖ୍ରୀଷ୍ଟିଆନ କହୁଛନ୍ତି ଈଶ୍ୱର ଅଛନ୍ତି। କିଏ ଈଶ୍ୱରଙ୍କୁ ଅସ୍ୱୀକାର କରୁନାହାନ୍ତି, କିନ୍ତୁ କିଏ କିଭଳି ଭାବରେ ତାଙ୍କୁ ଉପାସନା କରୁଛି, ଡାକୁଛି, ପ୍ରାର୍ଥନା କରୁଛି, ସେ ଭିନ୍ନ ଭିନ୍ନ ହେଇପାରେ, କିନ୍ତୁ ସମସ୍ତେ ଅଛନ୍ତି ବୋଲି ବିଶ୍ୱାସ କରୁଛନ୍ତି ଏବଂ ତାଙ୍କର ଉପାସନା ମଧ୍ୟ ସମସ୍ତେ କରୁଛନ୍ତି। କିନ୍ତୁ ଆମେ ଏ କଥା କାହିଁକି ଆଲୋଚନା କରୁଛେ? ଆମ ମନରେ ଈଶ୍ୱରଙ୍କ ପ୍ରତି ସନ୍ଦେହ ନ ରହୁ, ବିଶ୍ୱାସ ଆସୁ, ତାଙ୍କ ଉପରେ ନିର୍ଭର ରହୁ। ଏ ଗୃହସ୍ଥାଶ୍ରମରେ ରହି ଆମେ କିଭଳି ଭାବରେ ଈଶ୍ୱରଙ୍କୁ ଉପଲବ୍ଧି ଅନୁଭବ କରିପାରିବା, ଦର୍ଶନ କରିପାରିବା, ସେଥିଲାଗି ଏସବୁ କଥାର ଆବଶ୍ୟକତା ରହିଛି। ମନରୁ ସନ୍ଦେହ, ସଂଶୟ, ଯୋଉ ମାୟା, ଯୋଉ ଭ୍ରାନ୍ତି ରହିଛି, ତା କେମିତି ସବୁଦିନ ପାଇଁ ଦୂରେଇ ଯାଅ। ହିନ୍ଦୁ ଧର୍ମର ସାର କଥା ହଉଛି, ସନାତନ ଧର୍ମର ସାର କଥା ହଉଛି ଚିତ୍ତ ଶୁଦ୍ଧି। ଦେଖନ୍ତୁ, ଭଗବାନ ତ ବହୁତ ପାଖରେ ଏବଂ ଦୂରରେ, ନିଜ ଭିତରେ ପୁଣି ମନ୍ଦିରରେ ବା ଦେବାଳୟରେ। ଦେଖନ୍ତୁ, ଏ ମନରେ କେତେ ଦୁଶ୍ଚିନ୍ତା ରହୁଛି, ଏ ମନରେ କେତେ ନକାରାତ୍ମକ ଚିନ୍ତା ରହୁଛି, ମନରେ କେତେ କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ ରହୁଛି। ବୁଝିବାକୁ ପଡ଼ିବ, କାମ କ'ଣ, କ୍ରୋଧ କ'ଣ, ଲୋଭ କ'ଣ, ମୋହ କ'ଣ, ମଦ କ'ଣ, ମାତ୍ସର୍ଯ୍ୟ କ'ଣ। ମଦ ଅର୍ଥ ମଦ ପିଇବା ନୁହେଁ, ମଦ ଅର୍ଥ ମୁଁ ସବୁ ଜାଣିଛି ଆଉ କେହି ଜାଣିନାହାନ୍ତି। ମାତ୍ସର୍ଯ୍ୟ ଅର୍ଥ ପରଶ୍ରୀ କାତରତା, ପରଶ୍ରୀ ଦେଖିଲେ ଆମେ ସହିପାରୁନେ। ତେଣୁ ମନରେ କେତେ ଘୃଣା ଭାବ ରହିଛି, ମନରେ କେତେ ଅଳିଆ ରହିଛି, ମନରେ କେତେ ଆବର୍ଜନା ରହିଛି। ଦେଖନ୍ତୁ, ଏ ମନ କେତେବେଳେ ସ୍ଥିର ନୁହେଁ, ଏ ମନ କେତେବେଳେ ଶାନ୍ତ ନୁହେଁ, ଏ ମନରେ କେତେ ନକାରାତ୍ମକ ଚିନ୍ତା, ନେଗେଟିଭ ଥଟ୍ସରେ ଏ ମାଇଣ୍ଡଟା ପରିପୂର୍ଣ୍ଣ ହେଇ ରହୁଛି। ଆପଣ ଟିକେ ଶାନ୍ତିରେ ବସି ପାରୁନାହାନ୍ତି, ଟିକେ ଆନନ୍ଦ ପାଇପାରୁନାହାନ୍ତି। ଯୋଉଠି ରୁହନ୍ତୁ, ଗୃହସ୍ଥାଶ୍ରମରେ ରୁହନ୍ତୁ, କି ବ୍ରହ୍ମଚାରୀ ହୁଅନ୍ତୁ, କି ସନ୍ନ୍ୟାସ ହୁଅନ୍ତୁ, କାହିଁକି ନା ଆମେ ପ୍ରକୃତ ମାର୍ଗ ପାଇପାରିନେ, ପ୍ରକୃତ ସାଧନା ଆମେ କରିପାରୁନେ। ଯଦି କ୍ରିୟା ଅଭ୍ୟାସ କରିବା, ଧ୍ୟାନ କରିବା, ଆମର ମନ ଶୁଦ୍ଧି ଏବଂ ପବିତ୍ର ହବ। ଯଦି ସାଧନା ନ କରିବା, ଆମର ମନ କେବେ ଶୁଦ୍ଧି ଆଉ ପବିତ୍ର ହବ ନାହିଁ। ସେଥିପାଇଁ ଆମେ ଦୀକ୍ଷା ଗ୍ରହଣ କରିଛେ, ଆଶ୍ରମକୁ ଆସୁଛେ ଏବଂ ପ୍ରାକ୍ଟିସ କରୁଛେ ଟେକ୍ନିକ, ମନକୁ ଶୁଦ୍ଧି ଏବଂ ପବିତ୍ର କରିବା ପାଇଁ। ଭଗବାନ ତ କୋଉଠି ଲୁଚି ନାହାନ୍ତି, ଭଗବାନ ତ ସର୍ବତ୍ର ବିଦ୍ୟମାନ, ସବୁଠି ବିଦ୍ୟମାନ। କାହିଁକି ବୋଧ ହଉନାହିଁ? ନାଇଁ, ମନ କଳୁଷିତ, ଏ ମନ କାମନା ବାସନାରେ ପରିପୂର୍ଣ୍ଣ, ଏ ମନ ନକାରାତ୍ମକ ଚିନ୍ତାଧାରାରେ ପୁରା ଡୁବି ରହିଛି। ତେଣୁ ଯେମିତି ମଇଳା ଦର୍ପଣରେ ନିଜର ମୁହଁ ଦେଖାଯାଏ ନାହିଁ, ଯେମିତି ଗୋଳିଆ ପାଣିରେ ମୁହଁ ଦେଖାଯାଏ ନାହିଁ, ଚଲନ୍ତା ପାଣିରେ ମୁହଁଟା ଦେଖାଯାଏ ନାହିଁ, ସେହିପରି ମନ ଶୁଦ୍ଧି ଏବଂ ପବିତ୍ର ହେଇଗଲେ ନିଜ ଭିତରେ ଭଗବାନ, ଯୋଉଠି ଆଖି ପଡ଼ିବ ସେଠି ଭଗବାନ, ସର୍ବତ୍ର ଭଗବାନ ଆପଣଙ୍କର ବୋଧ ହବ। ଆପଣଙ୍କ ଭିତରେ ଚଞ୍ଚଳତା, ଅସ୍ଥିରତା ପଳେଇବ। ଯେମିତି ଦର୍ପଣକୁ ସଫା କରିଦେଲେ ମୁହଁ ଦେଖାଯାଏ, ଗୋଳିଆ ପାଣି ପରିଷ୍କାର ହେଲେ ମୁହଁ ଦେଖାଯାଏ, ପାଣି ସ୍ଥିର ହେଲେ ନିଜର ପ୍ରତିବିମ୍ବ ଦେଖି ହୁଏ, ସେଇଭଳି ମନ ସ୍ଥିର ଆଉ ଶାନ୍ତ ହେଇଗଲେ, ନିର୍ମଳ ହେଇଗଲେ ନିଜର ସ୍ୱରୂପର ଦର୍ଶନ ହୁଏ। ସାଧକ ଆଶ୍ଚର୍ଯ୍ୟ ହୋଇ ପଡ଼େ ଏବଂ ଅନୁଭବ କରେ, ମୁଁ ସେଇ ଆତ୍ମା, ମୁଁ ସେଇ ଭଗବାନ ବା ମୁଁ ସେଇ ପରମ ପିତାଙ୍କର ଅଂଶ ବିଶେଷ।
तेणु एते कथा कुआगला आमे साधना करी करी चलीचे साधना करुचे कौन पाई ना चित्त शुद्धि पाई चित्त शुद्धिर तीनोटी लक्षण आसे प्रथमे व्यक्ति बहुत आनंद पाए साधना करी करी गले अपन बहुत आनंद लागिबो आ कौन हुए ना समस्त को भल पाए देखंतु आपण समस्त को भल पाई पारना आपण नेचर सहित जा नेचर मिसिला जी आपण को देला आ जी आपण को मिठा कथा कहला आपण ताको कोन कले ना भल पाई बसिले जी आपण नेचर सहित जहाँ नेचर मिसिला नहीं जे मिठा कथा कहला नहीं जी आपण दबारे कोन कला टिके कर्षकर कला आपण ताको भल पाइबे नहीं कि साधना कले चित्त शुद्धि हेले आपण भीतर ये सब प्रश्न उठिब नहीं आपण समस्त को भल पाइबे तापरे ईश्वर प्रति हृदय रे बा मन रे मन पर हृदय भक्ति भाव आसीबो जदि आमे मन रे ईश्वर चिंता करिबा बा ईश्वर को भक्ति करिबा ईश्वर को उपासना करिबा ईश्वर को ध्यान करिबा केतबळे भी भूली जीवा सेमती परिवेश आसिले सेमती घटना घटिले आपण को मनर जो भाव भक्ति पळेबो आपणकर ईश्वर को डाकी चली सबुथरे आपण ठीक ठीक चली बहुत देह असुस्थ हो गला कि कौन दुर्घटना घटीगला कि धन आपणकर केमती अपव्यय हो गला ठक्किणी मन रे ईश्वर चिंता माने कमी जीव एते डाकिली एते ध्यान कली एते जप कली एते दान कली ए सब घटना कहीं घटिला ये सब जे मो कर्मर फल मते भोग करिया पड़ो ताहले मन रे ये प्रश्न गोटे ताले ईश्वर को कहीं डाकिबी तो सब मत भोग करिया पड़ो ताले मु ईश्वर को कहीं डाकिबी ईश्वर को डाकिले कौन हम प्रारब्ध भोग हम अवश्य किछि क्षय हम किंतु से दुखटा दुख भली लागिबो नहीं से कष्टटा कष्ट भली लागिबो नहीं से जंत्रणाटा जंत्रणा भली लागिबो नहीं ता आपण को सामान्य टिके भलिया लागिबो आपण कौन से दुख रे कौन से कष्ट रे कौन से जंत्रणा रे आपण विव्रत होई पड़िबे नहीं विचलित होई पड़िबे नहीं व्यस्त होई पड़िबे नहीं आपणकर बोध हम ईश्वर जहा करुचंदी सबु मोर मंगल पई करुचंदी मोर कल्याण पई करुचंदी प्रभु मते आशीर्वाद करुचंदी बुझी पारले किंतु कर्मफल अवश्य भोग हम कर्मफल केतबळे कटि जीव बाबा आपण पूर्व रे कहले जदि तांको पाद पद्म रे शरण पसे निजको पूर्ण मात्रा रे समर्पण करिदेबे ताले भगवान सेठी समस्त पापुर उद्धार करी तुम मुक्ति मुक्ति नुहे तुमको मोक्ष बा निर्वाण करदेवे गीतार आ गोटे श्लोक उल्लेख अच्छी ज्ञानाग्नि सर्वकर्माणि भस्मसात कुरुते तथा ज्ञानाग्नि सर्वकर्माणि बोले प्रारब्ध संचित क्रिय मान को पोड़ी पाउंस करदब आमर प्रारब्ध अच्छे जे आम भोगिबा